ପିଲାମାନେ ବାହାରର ସ୍ନାକ୍ସ ଖାଇବା ଭୁଲିଯିବେ ଯଦି ଆପଣମାନେ ଏଇଭଳି ଭାବରେ ଘରେ ହେଲ୍ଦି ଆଉ କ୍ରଞ୍ଚି ସ୍ନାକ୍ସ ବନେଇବେ। ଖୁସିରେ ପିଲାମାନେ ଖାଇବେ, ତା ସହିତ ବଡ଼ ଲୋକମାନେ, ଯେଉଁଟା ଆମ ଦେହ ପାଇଁ ବି ବହୁତ ଭଲ, ହେଲ୍ଦି ବି ଆଉ ଟେଷ୍ଟି ବି। ଏଇ ରେସିପିର ନାଁ ହେଉଛି ପାଳଙ୍ଗ ନିମକି। ନିମକି ତ ଆପଣ ବହୁତ ପ୍ରକାରର ଖାଇଥିବେ, ବଟ୍ କେବେ ପାଳଙ୍ଗ ଶାଗରେ ନିମକି ଖାଇଛନ୍ତି? ଯଦି ଖାଇନାହାନ୍ତି ତାହେଲେ ଆଜି ହିଁ ଘରେ ଟ୍ରାଏ କରିନିଅନ୍ତୁ। ପାଳଙ୍ଗ ନିମକି ପାଇଁକି ଆମକୁ ଫର୍ଷ୍ଟ ଇନଗ୍ରିଡ଼ିଏଣ୍ଟ ଦରକାର ଫ୍ରେଶ୍ ପାଳଙ୍ଗ ଶାଗ, ଯେଉଁଟାକି ପରିଷ୍କାର ଭାବରେ ଧୋଇକି ରଖିନେବେ। ତା ସହିତ ଫ୍ରେଶ୍ ଧନିଆ ପତ୍ର, କଞ୍ଚା ଲଙ୍କା ଓ ଅଦାକୁ ଏମିତି ଭଲ ଭାବରେ ଗ୍ରାଇଣ୍ଡ କରିନେବେ, ପାଣି ଜମା ବି ଆଡ଼୍ କରିବେନି। ନିମିକ୍ ପାଇଁକି ଏବେ ଚାଲନ୍ତୁ ଆମେ ଗୋଟେ ଡଫ୍ ରେଡ଼ି କରିବା। ସେଥିପାଇଁ ଏଠି ମୁଁ 500 ଗ୍ରାମର ମଇଦା ନେଇଯାଇଛି। ସ୍ୱାଦ ପାଇଁକି ଏଠି ମୁଁ ଜୁଆଣି, କଳା ଜିରା ଆଉ ଟେଷ୍ଟ ଅନୁସାରେ ଟିକେ ଲୁଣ ନେଇଛି। ଆପଣ କ୍ୱାଣ୍ଟିଟି ଅନୁସାରେ କମ୍ ବେଶୀ ମଧ୍ୟ କରିପାରିବେ। ଖାସ୍ତା ପାଇଁକି ଏଠି ମୁଁ 3 ରୁ 4 ବଡ଼ ଚାମଚ ରିଫାଇନ୍ ଅଏଲ୍ ୟୁଜ୍ କରିନେଇଛି। ଏବେ ସବୁଗୁଡ଼ିକୁ ଆମେ ଭଲ ଭାବରେ ମିକ୍ସ କରିନେବା। ପାଣି ବଦଳରେ ଏଠି ଆମେ ପାଳଙ୍ଗ ପ୍ୟୁରି ଆଡ଼୍ କରିବା, ଯାହାଦ୍ୱାରା କି ଡଫ୍ଟି ଆପଣ ଧୀରେ ଧୀରେ ଚକଟିବେ, ଜମା ବି ବେଶୀ ଦେଇଦେବେନି, ନହେଲେ ପାଣିଆ ହେଇଯିବ। ଆପଣଙ୍କ ମେଜରମେଣ୍ଟ ହିସାବରେ କରିବେ, ଯାହାଦ୍ୱାରା କି ଭାଗ ମାପ ମଧ୍ୟ ଠିକ୍ ରହିବ। ଏବେ ଦେଖନ୍ତୁ ଭଲ ଭାବରେ ଡଫ୍ଟା ରେଡ଼ି ହେଇଯାଇଛି। ଏବେ ଏହାକୁ ଆମେ 10 ରୁ 15 ମିନିଟ୍ ସେଟ୍ ହେବା ପାଇଁକି ଛାଡ଼ିଦେବା। 15 ମିନିଟ୍ ପରେ ଦେଖନ୍ତୁ ଏଇ ଡଫ୍ଟି ଏଠି ଆମର ଭଲ ଭାବରେ ରେଡ଼ି ହେଇଛି। ଏବେ ଏହାକୁ ମୁଁ ଆଉ ଟିକେ ଭଲ ଭାବରେ ଦଳି ଦେଉଛି, ଆଉ ଏହାକୁ ମୁଁ ଛୋଟ ଛୋଟ ଏମିତି ଗୁଳା କରି ରଖି ନେଉଛି। ଆପଣ ଚାହିଁଲେ ଆଉ ଟିକେ ବଡ଼ ଗୁଳା ମଧ୍ୟ କରିପାରିବେ, ବଟ୍ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ବଟ୍ ଯାହା ବି ହେଇଯିବ, ଆମେ ଯେତେବେଳେ ବି ବେଲିବା ଟିକେ ପତଲା ସାଇଜ୍ରେ ବେଲିବା, ବେଶୀ ମୋଟା ରଖିବେନି, ବହୁତ ପତଲା ପତଲା କରିବେ। ଆଉ ମଝିରେ ଏମିତି ଗୋଟେ କଣ୍ଟା ଚାମଚ ସାହାଯ୍ୟରେ ଏମିତି ମଝିରେ କଣ୍ଟା କରିନେବେ, ଯାହାଦ୍ୱାରା କି ନିମକିଟି ବେଶୀ ଫୁଲିବନି ଆଉ ଛାଣିଲା ବେଳେ କ୍ରିପ୍ସି ମଧ୍ୟ ରହିବ। ଏମିତି ଛୋଟ ଛୋଟ ଟିପ୍ସ ଆଉ ଟ୍ରିକ୍ସ ଆପଣ ଫଲୋ କରନ୍ତୁ, ଦେଖିବେ ନିମକି ଆପଣଙ୍କର ପରଫେକ୍ଟ ବନିବ। ଏଇଭଳି ଭାବରେ ଦେଖନ୍ତୁ ମୁଁ ଏଠି ନିମକିକୁ ରେଡ଼ି କରିନେଇଛି। ଏବେ ସବୁଗୁଡ଼ିକ ରେଡ଼ି କରିସାରିଲା ପରେ ଏବେ ଚାଲନ୍ତୁ ଏହାକୁ ଆମେ ଫ୍ରାଏ କରିବା। ତେଲ ବେଶୀ ଗରମ କରିବେନି, ଜଷ୍ଟ ହାଲକା ଗରମ ହେଇଯିବ। ଲୋ ଫ୍ଲେମ୍ରେ ହିଁ ନିମକି ଗୁଡ଼ିକୁ ଫ୍ରାଏ କରିବେ, ଯାହାଦ୍ୱାରା କି ଭିତରଟି ଭଲ ଭାବରେ କୁକ୍ ହୋଇଯିବ ଆଉ କ୍ରିପ୍ସି ମଧ୍ୟ ହେବ। ଆଉ ଯଦି ଆପଣ ମିଡ଼ିୟମ୍ ଫ୍ଲେମ୍ରୁ ହାଇ ଫ୍ଲେମ୍ ଭିତରେ କୁକ୍ କରିନେବେ ବା ଫ୍ରାଏ କରିନେବେ, ତାହେଲେ ଜଲ୍ଦି ତ ଫ୍ରାଏ ହେଇଯିବ, କିନ୍ତୁ ଭିତର ଗୁଡ଼ିକ ଟିକେ କଞ୍ଚା ରହିଯିବ ଆଉ କ୍ରିପ୍ସି ଜମା ବି ରହିବନି ଆଉ ଖାଇବା ପାଇଁ ଭଲ ଲାଗିବନି। ତ ଏଇଭଳି ଭାବରେ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ଯାଇକି ଆମେ ଏହାକୁ ଲୋ ଫ୍ଲେମ୍ରେ ହିଁ ଫ୍ରାଏ କରିବେ। ଦେଖିବେ ନିମକିରେ ବଢ଼ିଆ ଭାବରେ କ୍ରିପ୍ସି ରହିବ, କ୍ରଞ୍ଚି ରହିବ, ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ଆଉ ଇଭିନିଂ ସ୍ନାକ୍ସରେ ଟି ପାଇଁ ତ ଏଇଟା ବେଷ୍ଟ ସ୍ନାକ୍ସ କହିଲେ ଚଳେ, କାରଣ ବହୁତ ହି ଟେଷ୍ଟି ଲାଗିଥାଏ ପାଳଙ୍ଗ ନିମକି। ଏବେ ଏଥିରେ ମୁଁ ଟିକେ ହାଲକା ଜିରା ଲଙ୍କା ଗୁଣ୍ଡ ଆଡ଼୍ କରିନେଉଛି। ଦେଖିପାରୁଥିବେ ରେଡ଼ି ହେଇଗଲା ଏଠି ଆମର କ୍ରଞ୍ଚି ପାଳଙ୍ଗ ନିମକି, ଯେଉଁଟା ଦେଖିବା ପାଇଁ ତ ବହୁତ ସୁନ୍ଦର ଲାଗୁଛି ଆଉ ଖାଇବା ପାଇଁ ମଧ୍ୟ ବହୁତ ହି ଟେଷ୍ଟି ଲାଗିଥାଏ। ତ ରହୁଛି ଏଇ ରେସିପି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ କରିନେବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ, ପେଜ୍କୁ ଫଲୋ ନିଶ୍ଚୟ କରିନେବେ। ବାଏ ବାଏ।